नुआपड़ा जिला खड़ियाल ब्लॉक अंतर्गत खड़ियाल इंद्रनगर ठारे टुलुबाबूଙ୍କ नेतृत्व उद्घाटन हो जाइछि। ଏହି କାର୍ଯ୍ୟାଳୟ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପରେଶ ବନ୍ଦିଚୋର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ନିର୍ମାଣ ଶ୍ରମିକ ସଂଘର ଶ୍ରୀଯୁକ୍ତ ପୀତାମ୍ବର କୁମାର କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ନିର୍ମାଣ ଶ୍ରମିକମାନେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାର ପ୍ରାଣକେନ୍ଦ୍ର ଖଡ଼ିଆଲଠାରେ ସଂଘର ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ଶ୍ରମିକ ମାନେ ଏକତା ହୋଇ କାର୍ଯ୍ୟ କଲେ ସଂଘ ମଜବୁତ ହେବା ନୂଆପଡ଼ା ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପାରିବା ସହ ଶ୍ରମିକ ଏକତା ବଜାୟ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ଯେତେ ବଡ଼ ସମସ୍ୟା ହେଲେ ମଧ୍ୟ ଶ୍ରମିକମାନଙ୍କ ଏକତା ହେଲେ ସବୁ ସମସ୍ୟା ସମାଧାନ ହୋଇପାରିବ ବୋଲି ଉପସ୍ଥିତ ନିର୍ମାଣ ଶ୍ରମିକ ମତବ୍ୟକ୍ତ କରିଥିଲେ। ପଞ୍ଜୀକରଣ ନବୀକରଣ ଶ୍ରମିକ ସହାୟତା ଆଦିଗୁଡ଼ିକ ସହଜରେ ଆବେଦନ କରିହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ନିଆଳ, ବୁଧଦେବ ବେହେରା, ବଜ୍ରସିଂ ମାଝୀ, ବିଷ୍ଣୁ ରାଉତ, ନିରାକଶକ ରାଉତ, ଜଦ ରଥ ମାଝୀ, ବରୁଣ ମାଝୀ, ଯୁଗେଶ୍ୱର ଗୌଡ଼, ଗୁଣନିଧୁ ମାଝୀ, ଦୁର୍ବଳ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ନୂଆପଡ଼ାରୁ ବୀରବଲ ପ୍ରଧାନଙ୍କ ରିପୋର୍ଟ, କଳିଙ୍ଗ ଟିଭି 24।